ସାମ୍ନାକୁ ଆସିଛି ଏକ ବଡ଼ ଖବର। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ଖେଳିବେନି ସୂର୍ଯ୍ୟ ଓ ବୁମ୍ରା। ନିକଟରେ ସରିଛି IPL 2024 ମିନି ଆକ୍ସନ୍। ଏମିତିରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚଳିତ ବର୍ଷର IPLକୁ ନେଇ ଏକ ପୋଷ୍ଟ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ଖେଳିବାକୁ ଚାହୁଁନାହାନ୍ତି ସୂର୍ଯ୍ୟ ଓ ବୁମ୍ରା। ଗୁଜରାଟ ଟାଇଟନ୍ସର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନ୍ୟପଟେ IPLର ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ 10 ବର୍ଷ ଧରି କ୍ୟାପ୍ଟେନ୍ ଦାୟିତ୍ୱରେ ଥିବା ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହେବା ନିଷ୍ପତ୍ତି କ୍ରିକେଟ୍ ଫ୍ୟାନ୍ସଙ୍କୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏଥର ରୋହିତଙ୍କ ବଦଳରେ ପାଣ୍ଡ୍ୟା ଦଳର ଅଧିନାୟକ ପଦଭାର ସମ୍ଭାଳିବାକୁ ଯାଉଥିବା ବେଳେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି। ବୁମ୍ରା ଓ ସୂର୍ଯ୍ୟ କୁମାର ଏକ ମେଲ୍ ପଠାଇଛନ୍ତି, ଯେଉଁଥିରେ ଲେଖାଯାଇଛି, ପାଣ୍ଡ୍ୟାଙ୍କ ଅଧୀନରେ ଆମେ ଖେଳିବାକୁ ଚାହୁଁନୁ ଏବଂ ରୋହିତ ଶର୍ମା ହିଁ ଆମର କ୍ୟାପ୍ଟେନ୍ ରହିବେ। ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ବଡ଼। ଏଭଳି କିଛି ଖବର ଆମେ କହୁନୁ। ଏଭଳି କିଛି ଲେଖିଥିବା ଟ୍ୱିଟର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ କ୍ରିକେଟ୍ ଫ୍ୟାନ୍ ଏଭଳି ଏକ ପୋଷ୍ଟକୁ ସତ୍ୟ ଭାବିବାକୁ ବାଧ୍ୟ ହୋଇଛନ୍ତି। କାରଣ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କ ବଦଳି ପରେ ସୋସିଆଲ ମିଡିଆ ସାଇଟ୍ ଏକ୍ସ ବା ଟ୍ୱିଟରରେ ସୂର୍ଯ୍ୟ କୁମାର ଯାଦବ ଏକ ଇମୋସନାଲ ଇମୋଜି ସେୟାର କରିଥିଲେ, ଯେଉଁଥିରୁ ତାଙ୍କର ରୋହିତ ସପକ୍ଷରେ ଥିବା ଦୁଃଖ ସ୍ପଷ୍ଟ ଜଣାପଡ଼ିଥିଲା। ଏହା ସହିତ ଯଶପ୍ରୀତ ବୁମ୍ରା ମଧ୍ୟ ଏପରି କିଛି ସେୟାର କରିଥିବା ନଜର ଆସିଥିଲା। ଏଠାରେ ଆମେ କହି ରଖୁଛୁ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସମସ୍ତ ଟ୍ୱିଟର ପୋଷ୍ଟଗୁଡ଼ିକ ସମ୍ପୂର୍ଣ୍ଣ ଫେକ୍ ତଥା ମିଥ୍ୟା ଖବର ଅଟେ। ମୁମ୍ବାଇ ଇଣ୍ଡିଆନ୍ସର କୌଣସି ଖେଳାଳି ଟିମ୍ ମ୍ୟାନେଜମେଣ୍ଟକୁ ଏମିତି କୌଣସି ମେଲ୍ କରିନାହାନ୍ତି କି ଦାବି କରିନାହାନ୍ତି। ସୋସିଆଲ ମିଡିଆରେ ଯାହା କିଛି ପୋଷ୍ଟ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଆସିବାର 20 ଦିନ ମଧ୍ୟରେ ହିଁ ଫ୍ରାଞ୍ଚାଇଜ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ୍ ଭାବେ ଘୋଷଣା କରିଛି। 36 ବର୍ଷୀୟ ରୋହିତ ଶର୍ମା ନିଜର 10 ବର୍ଷ ଦଳକୁ ଦେଇଥିବା ବେଳେ ତାଙ୍କ ପାଖରୁ ଫ୍ରାଞ୍ଚାଇଜ ଅଧିନାୟକ ପଦ ଛଡ଼ାଇ ନେଇଛି। ଏହାଛଡ଼ା MIକୁ 5 ଥର IPL ଜିତାଇଛନ୍ତି ରୋହିତ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୁଜରାଟ ଟାଇଟନ୍ସର ଅଧିନାୟକ ଥିବା ବେଳେ ଦଳ ଥରେ ଟ୍ରଫି ହାତେଇଥିଲା ଏବଂ ଥରେ ରନର୍ସ ଅପ୍ ରହିଛି। ଯେଉଁଥିପାଇଁ ଏକ୍ସର ଏକ ୟୁଜର ନିଜର ଏକ ପୋଷ୍ଟରେ ଦାବି କରିଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ପାଣ୍ଡ୍ୟାଙ୍କ ଅଧୀନରେ ଖେଳିବାକୁ ଇଚ୍ଛୁକ ନାହାନ୍ତି।